ଏଇ ଦେଖନ୍ତୁ ଗୋଟେ ବିଲୁଆଟେ କିନ୍ ଯାଉଛି। ସୋ ହେ ଗାଇସ୍ ଜୟ ଜଗନ୍ନାଥ ୱେଲକମ୍ ଟୁ ସାନୁ ବ୍ଲଗ୍। ଆଶା କରୁଛି ଆପଣମାନେ ଭଲ ଥିବେ ଖୁସିଥିବେ ଲାଇଫ୍ଟାକୁ ଗାଇସ୍ ଏନ୍ଜୟ କରୁଥିବେ। ତ ଗାଇସ୍ ବର୍ତ୍ତମାନ ମୁଁ ବହୁତ ଦିନ ହେଲା ଗାଁରେ ଥିଲି, କାହିଁକିନା ଏମିତି ପରିସ୍ଥିତି ଥିଲା ବୋଲି ଗାଁରେ ଥିଲି। ତ ବହୁତ ଦିନ ହେଲା ବି ଗାଁରେ ମିନିମମ୍ 17-18 ଦିନ ହେଲା, ବହୁତ ଦିନ ହେଲା ଗାଁରେ ରହିଯାଇଥିଲି। ଭୁବନେଶ୍ୱରକୁ ଯାଇନି। ବର୍ତ୍ତମାନ ଆଜି ମୁଁ ବାହାରିଛି କୁଆଡ଼େ ଭୁବନେଶ୍ୱର ଯିବା ପାଇଁ। ତ ଗ୍ୟାରେଜକୁ ଯାଉଛି। ତ ବର୍ତ୍ତମାନ ମୁଁ ଆସିକି ଷ୍ଟେସନ୍ ପାଖରେ ଆସିକି ଠିଆ ହେଇଛି। ଆପଣମାନେ ଦେଖୁଥିବେ ଟ୍ରେନ୍ ଲାଗିଛି। କିନ୍ତୁ ଏଇଟା ହେଉଛି କ'ଣ ନା ସବୁ ଷ୍ଟେସନରେ ଯେମିତି ଗୋଟାଏ ଗୋଟାଏ ଟ୍ରେନ୍ ଥାଏ, ଏମିତି ଏଇଠି ଗୋଟେ ଟ୍ରେନ୍ ଅଛି। କାହିଁକିନା ଗୋଟେ ଟ୍ରେନ୍ ପଳେଇଲାଣି ଅଲରେଡ଼ି, ଆଉ ଗୋଟେ ଟ୍ରେନ୍ ପଛରେ ଆସିବ, ସେଇଟା ହେଉଛି ଭଦ୍ରକ ଯିବ। ସେଇ ଟ୍ରେନ୍ଟାରେ ଆମର ଏଇଟା ନୟାଗଡ଼ ଡିଷ୍ଟ୍ରିକ୍ଟ ନା, ଆମର ସମାନେ ଯାଉଛି ସକାଳେ 3ଟା ଟ୍ରେନ୍, ଆଉ ଉପରବେଳା ଯାଉଛି 2ଟା ହେଲା। ବର୍ତ୍ତମାନ ଭୁବନେଶ୍ୱର ଟ୍ରେନ୍ ପଡ଼ିଲାଣି। ଆଉ ବର୍ତ୍ତମାନ ଆମର ଲେଟ୍ ହୋଇଗଲା ନା ଆସୁ ଆସୁକା, ଭଦ୍ରକ ଟ୍ରେନ୍ ଆମେ ଯିବୁ। ତ ଭିଡ଼ିଓ କଣ୍ଟିନ୍ୟୁ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ କେଉଁ ଜାଗା ଯାଇକି ପହଞ୍ଚୁଛି, କେଉଁଠିକି ଯାଉଛି, କ'ଣ ନାହିଁ, ଆପଣଙ୍କୁ ସବୁ ଏଇ ଭିଡ଼ିଓ ମାଧ୍ୟମରେ ସବୁ ଦେଖେଇବି। ଭୁବନେଶ୍ୱର ଷ୍ଟେସନ୍ ଠିକି ବି ଯିବି। ଆଉ ଆକୁ ତ ଧରିକି ଆସିଥିଲି, ଆକୁ ବି ନେଇକି ଯିବାକୁ ପଡ଼ିବ ନା। ତ ଯିବା। ତ ଆମର ନୂଆଗାଁ ଷ୍ଟେସନ୍ ଦେଖନ୍ତୁ, ଏଇଟା ହେଉଛି ନୂଆଗାଁ ଷ୍ଟେସନ୍। ଆଉ ଗୋଟେ ପାହାଡ଼ ସାଇଡ଼୍ରେ ଷ୍ଟେସନ୍ଟା, କେତେ ପୁରା ଭିୟୁଟା ପୁରା ମସ୍ତ ଦେଇଛି। ତ ଖରାପ ପାଗ ତ ପଳେଇଲାଣି, ଏବେ ବର୍ତ୍ତମାନ ଛାଇ ହେଇଛି, ଦେଖିପାରୁଥିବେ। ଏଇପଟେ ସବୁ ବିଲ ବାରି, ଏଇପଟେ ପଡ଼ିଆ, କେତେ ସୁନ୍ଦର ଲାଗୁଛି ଜାଗାଟା। ବର୍ତ୍ତମାନ ଆପଣମାନଙ୍କୁ ଦେଖେଇଲି ଗୋଟେ ବିଲୁଆଟେ ଏଇପଟେ ଯାଉଥିଲା। ଏ ବିଲୁଆଟେ ବୋବେଇଲା ଯେମିତି ଆମେ ଷ୍ଟେସନଠୁ ଏତିକି ବାଟ ଆଇଲୁ, କ'ଣଟେ ବୋବଉଛି ତ ଦେଖିବା ପାଇଁ। ତ ଦେଖିଲା ବେଳକୁ ଗୋଟେ ବିଲୁଆଟେ ପୁରା ଯାଉଛି ଖତରନାକ ଭଳିଆ। ଏଇଠୁ ପାସ୍ ହେଇଗଲା ପୁରା ଏଇ ପାହାଡ଼ ପାଖକୁ। ସେଇ ଯେଉଁ ଗାଈରା, ବିଚାର କରନ୍ତୁ, ସେ ଗାଈରା ଦେଖିକି ପୁରା ଛାନିଆ ବିଲୁଆକୁ ଦେଖିକି। ତାହେଲେ ବାଘକୁ ଦେଖିକି କେମିତି ତାହେଲେ ଛାନିଆ ହେବେନି କହିଲ? ତ ସେଇଭଳି ଏଇଠି ଦେଖନ୍ତୁ ଆଉ ଗୋଟେ ବିଲୁଆ, ଏଇଠି ଆଉ ଗୋଟେ ବିଲୁଆ, ଏଇଠି ଦିଟା ବିଲୁଆ, ଏଇଠି ଦେଖ କହୁଥିଲି ନା ଦିଟା ବିଲୁଆ ଅଛି। ଗୋଟେ ବିଲୁଆ ଯାଉଥିଲା, ଆହୁରି 2ଟା ଯାଉଛି, ଆଗ ପଛ ହେଇକି ଯାଉଛି। ଦେଖନ୍ତୁ ଆଗ ପଛ ହେଇକି ଯାଉଛି। ଟ୍ରେନ୍ ଆସିବ ଆଉ ଅଳ୍ପ ସମୟ ଭିତରେ ଟ୍ରେନ୍ ଆସିବ। ଯିବା ଚାଲ ସିଆଡ଼େ। ବିଲୁଆ ତ ପଳେଇଲା। ଦେଖିଲେ ତ ଦଶପଲ୍ଲାରୁ ଆସୁଛି ଟ୍ରେନ୍, ଆମର ନୂଆଗାଁରେ ରହୁଛି। ତାପରେ ଯାଉଛି ନୟାଗଡ଼ଠୁ ବୋଲଗଡ଼, ଏମିତି ହେଇକି ଭୁବନେଶ୍ୱରକୁ ଯିବ। ତାପରେ ହେଉଛି କଟକ ଯିବ, ତାପରେ ଭଦ୍ରକ ଯିବ ହେଲା। ତ ଇଏ ଆସିବ 4:30ରେ। ଫାଷ୍ଟ 4ଟାରେ ପଳେଇଲାଣି କେଉଁଟା ନା ଭୁବନେଶ୍ୱର ଟ୍ରେନ୍ଟା 4ଟାରେ ପଡ଼ିଲାଣି। ଏଇଟା ଏବେ 4:30ରେ ଯିବ ଆଉ ହେଲା। ପୁରୀ ଟ୍ରେନ୍ ତ ସକାଳୁ ଆସୁଛି, ସକାଳ 6ଟାରୁ ସମାନ ଆଉ ହେଲା। ଯଦି ଭିଡ଼ିଓ ଭଲ ଲାଗିବ ଗୋଟେ ଲାଇକ୍ଟେ କରିବେ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିବାକୁ ଗାଇସ୍ ଭୁଲିବେନି କେବେ। ଚାଲ ତ ଗାଇସ୍ ଚାଲ ଆମେ ଏବେ ଷ୍ଟେସନ୍ ଆଡ଼େ ଯିବା। ତାପରେ ଦେଖେଇବି ଆପଣମାନଙ୍କୁ ଟ୍ରେନ୍ କେମିତି ଆସୁଛି, ଆମେ ଯାଉଛୁ କେମିତି, କେଉଁ ଗାଡ଼ି ଆସୁଛି, ଆପଣମାନଙ୍କୁ ସବୁ ଦେଖେଇବି ହେଲା। ତ ଚାଲ କଣ୍ଟିନ୍ୟୁ ବ୍ଲଗ୍କୁ ଦେଖନ୍ତୁ। ତ ଚାଲ, ଏଇ ହେଉଛି ଟ୍ରେନ୍ର ବଗିରା ଦେଖୁଥିବେ ଆପଣମାନେ। ଆଉ ଷ୍ଟେସନ୍ଟା ସେଇଆଡ଼େ ଅଛି, ବହୁତ ଦୂରରେ। ଆମେ ଇଆଡ଼େ ପଳେଇ ଆସିଛୁ। ଏଇପଟେ ଏଇ ଟ୍ରାକ୍ଟାରେ ଯିବ ଟ୍ରେନ୍। ଏ ଦେଖନ୍ତୁ ଏଇ ଟ୍ରାକ୍ଟାରେ ଯିବ ଟ୍ରେନ୍ ବର୍ତ୍ତମାନ ଆସିନି ଗାଇସ୍। ଟ୍ରେନ୍ ଟାଇମ୍ ତ ହେଇଗଲାଣି, ବର୍ତ୍ତମାନ ପଳେଇ ଆସିବ। ଆଉ ଅଳ୍ପ ସମୟ ଭିତରେ ପଳେଇ ଆସିବ ଟ୍ରେନ୍। ତ ଫ୍ରେଣ୍ଡସ୍ ଟ୍ରେନ୍ ଟାଇମ୍ ତ ଅଲରେଡ଼ି ହେଇଗଲାଣି। ଟ୍ରେନ୍ ଟାଇମ୍ ଏବେ ଟ୍ରେନ୍ ଆସୁଛି, ଆପଣମାନଙ୍କୁ ସବୁ ଦେଖେଇବି। ତା ପଠେଇଛି ଦୋକାନକୁ, ବର୍ତ୍ତମାନ ସିଏ ଯାଇଛି ଦୋକାନକୁ। ଏଇଠି ଦେଖନ୍ତୁ ଦୌଡ଼ି ଦୌଡ଼ିକା ଯାଉଛି। ଟ୍ରେନ୍ ବର୍ତ୍ତମାନ ପଳେଇ ଆସିବ, ଗୋଟେ ଜିନିଷ ପାଇଁ ଯାଇଛି। ଏଇଠି ଦେଖନ୍ତୁ, ଏଇଠି ଗୋଟେ ଛୋଟ ମୋଟିଆ ଦୋକାନ ଅଛି। ଏଇଠି ସବୁ ଯାତ୍ରୀମାନେ ସବୁ ବସିଛନ୍ତି। ଆଗ ଟ୍ରେନ୍ରେ ପଡ଼ିଲେଣି, ଏବେ ଅଳ୍ପ ଯାତ୍ରୀ ଅଛନ୍ତି। ତ ଗାଇସ୍ ଦେଖନ୍ତୁ ଟ୍ରେନ୍ ଏଇଠି ଆସିଲାଣି, ଦେଖାଯାଉଥିବ ଅଳ୍ପ ଅଳ୍ପ। ଟ୍ରେନ୍ ବହୁତ ଦୂରରେ ଅଛି। ଦୋକାନରୁ ଗାଇସ୍ ଦେଖନ୍ତୁ ପଳେଇ ଆସିଲା, ଇଏ ଧରିକି ପଳେଇଆଇଲୁ। ଟ୍ରେନ୍କୁ ଅପେକ୍ଷା କଥା।
ଦେଖନ୍ତୁ ଆସିଲା ଆଜି ଟାଟା ବାଏ ବାଏ ଆଉ ଗାଁକୁ ଏବେ ଆସିବାର ନାହିଁ ନା କ'ଣ ଟ୍ରେନ୍ ଆସିଲା ହେରି ଗାଈ ଦେଖନ୍ତୁ ଏଠି ଗାଈ ଦେଖନ୍ତୁ ଆସିଲା ହେରି ଟ୍ରେନ୍ ଯିବ କୁଆଡ଼େ ଚାଲ ଟ୍ରେନ୍ ରହିଲା ଚାଲ ଯିବା ଆଉ ଏଇ ଟ୍ରେନ୍ ଆମର ଲାଷ୍ଟ ଟ୍ରେନ୍ ଥିଲା ଆଗ ଫାଷ୍ଟ ଆଗ ବଗିରେ ବସିବା ତାପରେ କ'ଣ ଏଇଠି ରଖିବା ଡ୍ରାଇଭର ତ ଏଇଠି ରଖେ ଆମେ ତ ଟ୍ରେନ୍ରେ ବସି ପଡ଼ିଲୁ ଟ୍ରେନ୍ ପୁରା ଉଷୁମ ଉଷୁମ ଲାଗୁଛି ହେଲା ଗଲେ ଆଜି ଶୀତ ଦିନ ତ ଜ୍ୟାକେଟ୍ ୱାକେଟ୍ ଆଗ ପିନ୍ଧିକି ପଳେଇ ଆସିଛି ନା କ'ଣ ତାପରେ ଏତେ ଚାଲ ବାହାର ଦୃଶ୍ୟ ଆପଣ ଟ୍ରେନ୍ ଛାଡ଼ିବ ଦେଖନ୍ତୁ ଗାଈ ଟ୍ରେନ୍ ଛାଡ଼ିଲା ଫାଷ୍ଟ ଇଞ୍ଜିନରେ ଆମେ ବସିଛୁ ଆଗ ଇଞ୍ଜିନରେ ଏଠି ନୂଆଗାଁ ଷ୍ଟେସନରୁ ଛାଡ଼ିଲା ଯିବ ଡାଇରେକ୍ଟ ଭଦ୍ରକ କେହି ବି ଯାତ୍ରୀ ନାହାନ୍ତି ଫାଇନାଲି ଟ୍ରେନ୍ର ବେଗ ବହୁତ କମ୍ ଅଛି ଏପଟେ ସୂର୍ଯ୍ୟ ଦେଖନ୍ତୁ କିଭଳିଆ ଅଲରେଡ଼ି ଯାଇନାହାନ୍ତି ଅଲରେଡ଼ି ଅଛନ୍ତି ଟ୍ରେନ୍ ଯାଉଛି ହେଲା ଏବେ ଟ୍ରେନ୍ର ବେଗ ପୁରା ଟିକେ ପୁରା ସ୍ପିଡ୍ ଟିକେ ନା କ'ଣ ସ୍ପିଡ୍ ଯାଉଛି ଦେଖନ୍ତୁ ଟ୍ରେନ୍ର ବେଗ ଏବେ ଅଧିକା ହେଲା ପୁରା ଏବେ ସାଙ୍ଗେ ଯିବ ଖାଲି ଜଙ୍ଗଲ ଖାଲି ଆପଣ ଜଙ୍ଗଲ ଦେଖିଲ ଯାଉଛି ଜାଣିପାରୁଛୁ এটা হচ্ছে মহিপুর রাস্তা এটা হচ্ছে মহিপুর রাস্তাটা গাইজ দেখন্তু গাড়ি মোটর যাଉଛି ମହିପୁରଠୁ ନୟାଗଡ଼ ଆଉ କବାଟ ମିନିମମ୍ ବସ୍ ବସ୍ରେ ଗଲେ ଟାଇମ୍ ଲାଗିବ ଟ୍ରେନ୍ରେ ଗଲେ 5 ମିନିଟ୍ ବି ଲାଗିବ କି ନ ଲାଗିବ ଗ୍ୟାରେଣ୍ଟି ନାହିଁ ମହିପୁର ଷ୍ଟେସନ এইটা হচ্ছে গাইস মহিপুর স্টেশন আগুକୁ ଯିବ ଦେଖିପାରୁଥିବେ ଯାତ୍ରୀ ସବୁ ଚଢ଼ିବେ ସବୁ ଯାତ୍ରୀ ଦେଖନ୍ତୁ ଚଢ଼ୁଛନ୍ତି
गाइस महिपुर स्टेशन में बर्तमान पहुँची गलु देख ना कौन नयगढ़ ब्रिज स्टेशन पाखर जोटा गाइस नयागढ़ स्टेशन ऑलरेडी पहुँच गला। नयागढ़ स्टेशन में केते गहली देखो प्रबल भीड़ बर्तमान नयागढ़ स्टेशन में आम पहुँच गलु देखु यहाँ हूँ नयागढ़ टाउन नयागढ़ स्टेशन छाड़ी स्टेशन माणिकगड़ा खोर्धार खोर्धा स्टेशन ये खोर्धार भी बड़ स्टेशन खोर्धार देखो केते लोक भी अच्छा खोर्धा ठू आहरी बहुत आट भी जावाक पड़ो भुवनेश्वर मेन सेंट्रल मास्टर कैंटीन स्टेशन जा पहुँचो। स्टेशन बर्तमान गाड़ी अच्छी देखु भद्रक जीव समस्त उठा रेडी हो गले बर्तमान चल ऊपर को जावा तो सीढ़ी चढ़ी आर पट को जावा पड़ो है कैंटीन में देख केते बड़ स्टेशन प्लेटफॉर्म में आती जाइए गाड़ी संख्या 225 पुरुलिया जनरल सुपरफास्ट एक्सप्रेस प्लेटफॉर्म क्रमांक 4 ऑलरेडी
ବାହାରେ ଯାଉଛୁ ଲିଫ୍ଟରେ ଯିବୁ ତ ଦେଖ फाइनाली ବାହାରକୁ ଆମେ ପଳେଇ ଆସିଲୁ। ଏଥର ଟ୍ୟାକ୍ସି ପକଡ଼ି ମାନେ ଧରିବାକୁ ପଡ଼ିବ। ଆଉ ବସ୍ରେ ଯାଉଛୁ କି ଟ୍ୟାକ୍ସିରେ ଯାଉଛୁ ଦେଖିବା କ'ଣ ଅଛି। ବାହାରଟା ମାଷ୍ଟର କ୍ୟାଣ୍ଟିନ୍ର ଫାଇନାଲି ଗାଇସ୍ ବସ୍ ଷ୍ଟପ୍କୁ ପଳେଇ ଆସିଲୁ। କାହିଁକିନା ବସ୍ ଷ୍ଟପ୍ରେ ଆମେ ଯିବୁ ମାନେ ବସ୍ରେ ଯିବୁ ମୋ ବସ୍ରେ। ବର୍ତ୍ତମାନ ଚାଲ ବସ୍ରେ ବସିବି ଯିବା। এইটা হচ্ছে বস স্টপটা মাস্টার ক্যান্টিন বাহারে বস স্টপ মো বস স্ট্যান্ড এটা দেখন্তু বস বসি পড়িଲୁ କେହି ନାହାନ୍ତି ଯାତ୍ରୀ। କ'ଣ ଆମେ ଜଣ ଆଉ ସେଇଠି ଜଣେ ଏଇଠି ଜଣେ କେହି ନାହାନ୍ତି। ବସ୍ ଷ୍ଟାଣ୍ଡରେ ବି ଗାଡ଼ି ଖାଲି। ଚାଲ ଯାଇକି ଆପଣମାନଙ୍କୁ ଦେଖାଉଛି ଆଉ କେଉଁ ଜାଗାରେ ଯାଇକି ପହଞ୍ଚିଲି। ଫାଇନାଲି ଦେଖ ବସ୍ ଛାଡ଼ିଲା ଆଉ ଯାତ୍ରୀ ତ ବହୁତ କମ୍ ଅଛନ୍ତି, କେହି ବି ନାହାନ୍ତି। ଛାଡ଼ିଲା ମାଷ୍ଟର କ୍ୟାଣ୍ଟିନ୍ ମାଷ୍ଟର କ୍ୟାଣ୍ଟିନ୍ରେ ବହୁତ କମ୍ ଲୋକ ଆଜି କ'ଣ ମାନେ ଡମଣାକୁ ଯିବା ପାଇଁ। सब ठिया ट्राफिक जाम होते गाइस आम बस ओह्ली पड़ू ओह्लिकी चल चल जाऊँ देखो डमणा मार्केट रे देखिए चलो रूम को जी आप रूम टा गाइस देखो ये बिल्डिंग टा देखुं ता तले आम ग्यारेज तले आमर ग्यारेज देखो ये बिल्डिंग टा देखुं ता तले आम ग्यारेज। तो फाइनाली पहुँची गलु तो चलो रूम को जा। फाइनाली गाइस मु बर्तमान ग्यारेज आसी पहुँची गली। बर्तमान ग्यारेज राति ब्लॉग न करी दिन बेले ब्लॉग कली कहीं आपण किसी देखा कि न जीव। तो बर्तमान यहाँ हूँ आमर ग्यारेज भल भाव देखु गाड़ी के दुटा लगी देख गोटे दीटा से गोटे गोटे ऑटोटे लगी गाड़ी में। तो चलो आम ग्यारेज दृश्य आपण देखा कौटी केमी कौन अच्छी आ रूम टा देखा ये देखो यहाँ हूँ आम ग्यारेज ये हूँ आमर रूम ये हूँ चुई देख ये मो सहित आईला चुई बस गेम खेलुची आठी ठाकुर आमर ये अच्छा ये आसु आसु आमर रोसई भी हो देखु कौन रोसई देखु चिकेन बाड़िया चिकेन पूरा। ये हूँ आमर रूम देखु ये हूँ आम ये शोचु आमर बैग पतर पैंट सार्ट सब किसी ये अच्छी आईपटे भी पैंट सार्ट मान रखाई एपटे तो पूजा पूजी होगी ड्रम रे रोची पानी ऊपर गोटे भाड़िया अच्छे भाड़िया ऊपर सब जिनिस रखा चुई कहला शोब बोली शोब माने गली पड़ो। ये हूँ आमर इलेक्ट्रिक ग्यारेज माने बैटेरी फैटेरी चार्ज हम डायनो काम हम लाइट काम हम सब किसी काम ये हूँ। आउ गोटे जिन आप देखा ये हूँ आमर गाधुआ रूम माने यहाँ हूँ लैट्रिन ये ड्रम रे पानी आसूची माने सॉरी माने पाइप रे पानी आसूची ड्रम रे लोड होची। बर्तमान आम ये गाधौचु
ଆଉ ବାରିପଟ ଦୃଶ୍ୟ ତ ଆପଣଙ୍କୁ ଦେଖେଇବି। ଏଇଠି ଗୋଟେ ଛୋଟିଆ ଗଛଟେ ଅଛି, କାହିଁକିନା ଛାଇ କରୁଛି ସିଏ। ଆଉ ସେଇପଟେ ଗୋଟେ ବଡ଼ ସ୍କୁଲଟେ ଅଛି, ଆଉ ଏଇପଟେ ଗୋଟେ ଆପାର୍ଟମେଣ୍ଟ ଅଛି ପଛପଟେ ଆମର ଦେଖିପାରୁଥିବେ। ହଁ, ଭିଡ଼ିଓଟା କେମିତି ଲାଗିଲା ନିହାତି ଭାବରେ କମେଣ୍ଟରେ ଜଣାଇବେ। ଆଉ ଯାହାର ଆମ ଗ୍ୟାରେଜକୁ ଆସିବାର ଅଛି, ଆଉ ଯାହାର ମାନେ କାମ କରିବାର ଅଛି, ଯାହା ଗାଡ଼ି ଆକ୍ସିଡେଣ୍ଟ ହେଇଛି, ମେକାନିକ୍ କାମ ସବୁକିଛି, ଡାଇନିଂ କାମ ସବୁକିଛି ହେଉଛି, ତ ନିହାତି ଭାବରେ କମେଣ୍ଟ କରନ୍ତୁ। ସେଇ କମେଣ୍ଟର ମୁଁ ରିପ୍ଲାଏ ଦେବି। ଆଉ ବର୍ତ୍ତମାନ ରିପ୍ଲାଏର ଜବାବ ନିହାତି ଭାବରେ ଦେବି, ଆଉ ନମ୍ବର ବି ଦେବି। ସେଇ ଜାଗାରେ ଆସିକି ଲୋକେସନ୍ ଦେଇଦେବି, ସେଇ ଜାଗାକୁ ଆସିବେ ହେରି, ତ ଆରାମସେ କାମ କରିକି ଆପଣ ଆମ ନିଜ ଗାଡ଼ି ନେଇପାରିବେ। ତ ଦେଖା ହେବା ନେକ୍ସଟ ଭିଡ଼ିଓରେ। ସୋ ବାଏ ବାଏ, ଜୟ ଜଗନ୍ନାଥ। ଯେମିତି ଥାନ୍ତୁ, ଭଲ ଥାନ୍ତୁ, ଖୁସି ଥାନ୍ତୁ, ଲାଇଫଟାକୁ ଗାଇସ୍ ଏନ୍ଜୟ କରିଥାନ୍ତୁ। ବାଏ ବାଏ, ଜୟ ଜଗନ୍ନାଥ।